ଚତୁର୍ଥ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ। ଶିବଙ୍କ ତୁଲେ ଦକ୍ଷ ବାଦ ଦ୍ୱିତୀୟ ଅଧ୍ୟାୟ ସମ୍ବାଦ। ବିଦ୍ରୋବାଚ ଯେ ଶିବ ସାଧୁଙ୍କର ଶ୍ରେଷ୍ଠତା ସଙ୍ଗେ ଦକ୍ଷ କଲା ହଟ ଦୁହିତା ବଚଳ ସ୍ୱଭାବେ ସତୀକୁ ଦେଇଅଛି ଭବେ କିମ୍ପା ଅନୀତି ଆଚରିଲା ସତୀକୁ ଅନାଦର କଲା ସଚରାଚର ଗୁରୁହର ଯେ ଆତ୍ମା ରାମ ଯୋଗେଶ୍ୱର ଶାନ୍ତ ନିଗ୍ରହ ନିର୍ବିକାର ଅଦ୍ଭୁତ ମହିମା ଯାହାର ସମସୁହୃଦ ଶୁଦ୍ଧ ଚିତ୍ତ ଜଗତ ବନ୍ଧୁ ବିଶ୍ୱନାଥ ତାଙ୍କୁ ଅବଜ୍ଞା କିମ୍ପା କଲା କେବା ତାହାଙ୍କୁ ଶିକ୍ଷା ଦେଲା ଶ୍ୱଶୁର ଜାମାତାର ସ୍ନେହ କିମ୍ପା ଭାଙ୍ଗିଲା ଏହା କହ ଶିବଙ୍କୁ ଅନାଦର କଲା ସେ ଦୁଃଖେ ସତୀ ପ୍ରାଣ ଦେଲା ଏ ବାଣୀ ଶୁଣି ମୋର ମନ ଚଞ୍ଚଳ ଭାବେ ଛନ ଛନ ଭୂମୁନି କର ଅନୁଗ୍ରହ କହ ହେ ନରହୁ ସନ୍ଦେହ। ମୈତ୍ରେୟବାଚ ଶୁଣ ବିଦୁର ଶାସ୍ତ୍ର ଯୋଗେ ପୂର୍ବେ ଯେ ବିଶ୍ୱ ସ୍ରଷ୍ଟା ଯଜ୍ଞ ଆରମ୍ଭ ଆଚରଣେ ମିଳିଲେ ସର୍ବଦେବ ଗଣେ ଅଶେଷ ମୁନିଙ୍କର ମେଳେ ମିଳିଲେ ଦଶ ଦିଗ ପାଳେ ଯକ୍ଷ କିନ୍ନର ନାଗ କୂଳେ ମିଳିଲେ ପିତୃ ଯେ ଅନଳେ ଋଷି ଦେବତା ଗଣ ଆଦି ଯେଣେ ସେ ଯଜ୍ଞକୁ ସମ୍ପାଦି ଏମନ୍ତେ ସୁର ଗଣ ଯେତେ ମିଳିଲେ ବ୍ରହ୍ମାଙ୍କ ଅଗ୍ରତେ ସୁର କିନ୍ନର ବ୍ରହ୍ମ ମୁନି ଦକ୍ଷଙ୍କୁ ସର୍ବେ ସଙ୍ଗେ ଘେନି ସେ ଦକ୍ଷ ନିଜ ବ୍ରହ୍ମ ତେଜେ ସୁନ୍ଦରେ ତ୍ରିଭୁବନ ଗଞ୍ଜେ ଆଦିତ୍ୟ ପ୍ରାୟ ଦେହ କାନ୍ତି ମଣି କଙ୍କଣ ଝଟକନ୍ତି ବ୍ରହ୍ମାର ସଭା ମଧ୍ୟ ଯେତେ ଥିଲେ ଯେ ତିମିର ଆୟତେ ଦକ୍ଷର ତେଜେ ତମ ଗଲା ସେ ସଭା ନିର୍ମଳ ଦିଶିଲା ସଭାର ଜନେ ଦକ୍ଷ ଦେଖି ଉଠିଲେ ଆସନ ଉପେକ୍ଷି ମଧ୍ୟ ଯେ ବ୍ରହ୍ମା ଶିବ ଥିଲେ ଦକ୍ଷକୁ ଦେଖି ନ ଉଠିଲେ ସେ ସଭା ମଧ୍ୟ ମୁନି ଯେତେ ସାନନ୍ଦ ଭାବେ ଶୁଦ୍ଧ ଚିତ୍ତେ ଅଞ୍ଜଳି କରି ନିଜ ମାତେ ରୋମାଞ୍ଚ ଅଶ୍ରୁଜଳ ନେତ୍ରେ ଦକ୍ଷଙ୍କୁ ସାଧୁ ସାଧୁ ବାଣୀ ଭାବେ କହନ୍ତି ପୁଣି ପୁଣି ସେ ଦକ୍ଷ ସଭା ମଧ୍ୟ ଗଲା ବ୍ରହ୍ମା ଚରଣେ ପ୍ରଣମିଲା ସେ ବ୍ରହ୍ମା କୃତକୃତ୍ୟ ହୋଇ ଦକ୍ଷକୁ ଆଲିଙ୍ଗନ ଦେଇ ନିଜ ସମୀପେ ବସାଇଲେ ଅନେକ ପୁରସ୍କାର କଲେ ରୁଦ୍ର ଯେ ସଭା ମଧ୍ୟ ଥିଲେ ଦକ୍ଷଙ୍କୁ ଦେଖି ନ ଉଠିଲେ ଦେଖି ରୁଦ୍ରର ଅସମ୍ମାନ ଦକ୍ଷର ଚିତ୍ତେ ଗରୁତମ ସେ ଦକ୍ଷ ସ୍ୱଭାବେ ଶ୍ୱଶୁର ତାଙ୍କୁ ନ ଗଣିଲେ ଈଶ୍ୱର ଅବଜ୍ଞା ଦୋଷେ ସେ ପ୍ରଚଣ୍ଡ ଯେନେ ଉଦିତ ମାରତଣ୍ଡ କର ପ୍ରସାରୀ ସଭା ମଧ୍ୟ କୋପେ ବୋଲନ୍ତି ଶାସ୍ତ୍ରବାଦେ ଶୁଣ ହେ ବ୍ରହ୍ମ ଋଷି ଗଣେ ଆଗମ ନିଗମ ପ୍ରମାଣେ ଏ ତ ସଭା ମଧ୍ୟ ଅଛ ଏବେ ତ ଦେଖିଲ ପ୍ରତ୍ୟେକ ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ ଯେ ସଦାଚାର ଏ ଜଗତେ କେ ଲଙ୍ଘି ପାରେ ତାହା ବଳେ ଏ ତିନି ଭୁବନ ମଣ୍ଡଳେ ଦେଖ ଏ ତୁମ୍ଭର ବଚନ ଲଙ୍ଘିଲା ମର୍କଟ ଲୋଚନ ରୁଦ୍ର ବୋଲାଇ ଗର୍ବ କଲା ଏ ମୋତେ ଦେଖି ନ ଉଠିଲା ଦେଖ ଏ ଲୋକପାଳ ମଧ୍ୟ ନିର୍ଲଜ୍ଜେ ରହି ସଭା ମଧ୍ୟ ଯେ ସାଧୁ ବୃତ୍ତି ଆଚରଣ କି ଭାବେ କଲା କଦୂଷଣ ମୋହର ଶିଷ୍ୟ ଏ ବୋଲାଇ ଯେଣୁ ଦୁହିତା ଦେଲି ମୁହିଁ ଅଗ୍ନି ଦେବତା ବିପ୍ରସା ସ୍ଥାନେ ଦୁହିତା ଦେଇଛି ପ୍ରସନେ ଏଣୁ ମୁଁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟ ଗୁରୁବର ଅଭିବାଦନ ସ୍ତୁତି ବାଦେ ଧର୍ମେ ନମିବ ମୋର ପାଦେ ଏହା ନ କରି ମୋ ଚରଣେ ଅବଜ୍ଞା କଲା ମୂଢ଼ପଣେ ଏ ଲୁପ୍ତ କ୍ରିୟାହୀନାଚାର ଅଶୁଚି ଶରୀର ଏହାର ମର୍ଯ୍ୟାଦା ଭେଦେ ଅଭିମାନୀ ବର୍ତ୍ତଇ ଶୂଦ୍ର ଦେହ ଘେନି ଏହା ମୁଁ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଦୁହିତା ଦାନ ଦେଲି ମୁହିଁ ଶୂଦ୍ରକୁ ଯେନେ ବେଦ କହି ଅପାତ୍ରେ ଦେଲା ଫଳ ଯେତେ ଏବେ ବାଧିଲା ଆସି ମୋତେ ଶ୍ମଶାନ ବାସୀ ଏ ନିରତେ ବର୍ତ୍ତଇ ଭୂତ ପ୍ରେତ ସାଥେ ଉନ୍ମତ୍ତ ପ୍ରାୟ ଲଗ୍ନ ହୋଇ ଶ୍ମଶାନୁ ଶ୍ମଶାନେ ଭ୍ରମଇ ଜଟା କଳାପ ମୁକ୍ତ କେଶ ଶ୍ମଶାନ ଚିତାଭସ୍ମ ବେଶ ଚିତାଭସ୍ମରେ କରେ ସ୍ନାନ ଶରୀରେ ଅସ୍ଥିର ଭୂଷଣ
ଉନ୍ମତ୍ତ ଭୋଳେ ହସେ ମୁଖେ ନିତେ ବଞ୍ଚଇ ଆତ୍ମ ସୁଖେ। ଏହାର ନାମ ମାତ୍ର ଶିବ ସ୍ୱଭାବେ ଅଟଇ ଶିବ। ପ୍ରମତ୍ତ ମତ ଜନ ପ୍ରିୟ ଏଣୁ ଅସୁଚି ଏହା କାୟ। ପ୍ରମଥ ଭୂତ ଗଣପତି ନିତେ ତାମସ ବହେ ମତି। ଯେଣୁ ତାମସ ଜନ ପ୍ରିୟ ନିତେ ନିନ୍ଦିତ ଏହା ଦେହ। ମୁମୂଢ଼ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ। ଏହାକୁ ସତୀ କନ୍ୟା ଦେଲି ଅତି ଅନୀତି ଆଚରିଲି। ମୈତ୍ରେୟ ଉବାଚ ଏମନ୍ତେ କୁଶ୍ଚିତ ବଚନେ ସେ ପ୍ରଜାପତି କୋପ ମନେ। ଦୁର୍ବୁଦ୍ଧିପଣ ଆଚରିଲା ଗିରି ସେ ବହୁ ନିନ୍ଦା କଲା। ତକ୍ଷଣେ ଉଠି କୋପାନଳେ ହସ୍ତ ଅଞ୍ଜଳି ଭରି ଜଳେ। ଭୃଗୁର ବଚନ ସମ୍ମତେ ହରଙ୍କୁ ଶାପ ଦେବା ଅର୍ଥେ। ମନରେ ମହାକ୍ରୋଧ ଧରି ଶିବେ ବୋଲନ୍ତି ଦୃଢ଼ କରି। ଦକ୍ଷ ଉବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ଅଶେଷ ଦେବଙ୍କ ସಮೇତେ। ଦେବ ଯଜନେ ହବିର୍ଭାଗ କେବେ ହିଁ ହର ନ ପାଇବ। ଏକଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ। ଏ ଦେବଗଣଙ୍କ ଅଧମ ଆତ୍ମାକୁ ମଣି ସର୍ବସମ। ଦକ୍ଷର ଏ ବଚନ ଶୁଣି ସେ ଦେବ ସଭା ମଧ୍ୟେ ପୁଣି। ଦକ୍ଷକୁ ଚାହିଁ ସର୍ବଲୋକେ ନିଷେଧ କଲେ ଏକେ ଏକେ। ସେ ଦକ୍ଷ କୋପେ ଅଭିମାନୀ ଦେବଙ୍କ ବଚନ ନ ମାନି। ଅତ୍ୟନ୍ତ କୋପେ ଶାପ ଦେଲା ଋଷିଙ୍କ ବଚନ ନ କଲା। ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଯାନ୍ତେ ନିଜପୁର। ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷର ଶାପ ସେ ଶୁଣିଲା। ହୃଦଏ କମ୍ପମାନ ହୋଇ ମନରେ ଦୁଃଖ ଖେଦ ବହି। ରୋଷେଣ କଷିୟ ଲୋଚନ ଦକ୍ଷର ବାକ୍ୟେ କୋପ ମନ। ଦକ୍ଷକୁ ପ୍ରତିଶାପ ଦେଇ ବୋଲଇ ସଭା ଜନେ ଚାହିଁ। ଦକ୍ଷର ମତେ ଯେତେ ଥିବେ ଏ ଶାପ ଭଲେ ସେ ପାଇବେ। ଦକ୍ଷକୁ ଯେ ଆରାଧିବେ ବିଷ୍ଣୁରେ ଦୋରେହା ହୋଇବେ। ଏକୁଟ ଗୃହ ଧର୍ମ ମଧ୍ୟେ ବିଷୟ ଭୋଗ ଇଚ୍ଛା ସଦେ। ବିସ୍ତାରୀ ଯଜ୍ଞ କର୍ମ କାଣ୍ଡେ ଦମ୍ଭେ ଆରମ୍ଭିଏ ପାଷଣ୍ଡେ। ଦେହକୁ ସ୍ୱାର୍ଥ ପ୍ରାୟ ମଣି ଆତ୍ମାର ଗତି ନ ପ୍ରମାଣି। ପଶୁଙ୍କ ପ୍ରାୟ କରି ଆସ ସର୍ବଦା ହେଉ ନାରୀ ବଶ। ଏ ଦକ୍ଷ ଛାଗ ମୁଖ ହେଉ ଆମ୍ଭର ସାପ ଆନ ନୋହୁ। ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି ଅଲାଭେ ଲାଭ ବୁଦ୍ଧି ସ୍ଥାପି। ଏଣୁ ଏ ଛାଗର ସମାନ ଅତିଶୟରେ ଜ୍ଞାନହୀନ। ଦକ୍ଷର ମତେ ଯେତେ ଥିବେ ଯେ ଅବା ଦକ୍ଷେ ଆରାଧିବେ। ଅଶେଷ ଯୋନି ସେ ପାଇବେ ଜନ୍ମ ମରଣେ ସଞ୍ଚରିବେ। ପଶୁ ହିଂସିବେ କର୍ମ ମତେ ଅଜ୍ଞାନ ବଳେ ବିମୋହିତେ। ଅଶେଷ ଯଜ୍ଞ କର୍ମ କରି ଏ ଭକ୍ଷା ଭକ୍ଷଣ ବିଚାରି। ଏ ବିପ୍ରେତ ବିଦ୍ୟା ବ୍ରତ ଅଶେଷ କାମ ଫଳେ ରତ। ଚିତ୍ତ ଇନ୍ଦ୍ରିୟ ଦେହେ ରମି ଯାଚକ ପ୍ରାୟ ଶ୍ରମେ ଭ୍ରମି। ଭ୍ରମିବେ ଇହ ପରଲୋକେ ଅରୁଦ୍ର ମାର୍ଗେ ଅତିରେକେ। ଏମନ୍ତ ଶାପ ଦେଲା ବେଳେ ସେ ନନ୍ଦୀଶ୍ୱର କୋପାନଳେ। ଭୃଗୁ ଯେ ସଭା ମଧ୍ୟେ ଥିଲେ ନନ୍ଦୀର ଶାପ ସେ ଶୁଣିଲେ। ଦକ୍ଷର ମତେ ପକ୍ଷ ଧରି ରୁଦ୍ର ବିଷୟ କୋପ କରି। ଯେ ବ୍ରହ୍ମଦଣ୍ଡ ତୁରତୟ ସ୍ୱଭାବେ ଭୃକୁ ମହାଶୟ। ଦକ୍ଷିଣ ହସ୍ତେ ଜଳ ଘେନି ସଭା ସମୂହେ ଉଚ୍ଚେ ବାଣୀ। କହଇ ହସ୍ତେ ଜଳ ଧରି ହୃଦରେ କୋପାନଳ ଭରି। ଯେ ଶିବ ବ୍ରତ ଏ ଜଗତେ କରିବ ଚିତ୍ତର ଆୟତେ। ସେ ଶାସ୍ତ୍ର ମତ ନ ଆଦରି ପାଷଣ୍ଡ ହୁଅନ୍ତୁ ତମ ଧରି। ଦୁଷ୍ଟ ଅଶୁଚି ମୂଢ଼ ବୁଦ୍ଧି ପାଷଣ୍ଡ ପଣେ ଯେ ପ୍ରସିଦ୍ଧି। ଭୂଷଣ ଜଟା ଭସ୍ମ ଅସ୍ଥି ଶିବ ପୂଜନ୍ତୁ ଦୃଢ଼ ମତି। ବହନ୍ତୁ ଶିବ ଦୀକ୍ଷା ହୃଦେ ଯହିଁ ଦେବତା ସୁରା ମଦେ। ବ୍ରହ୍ମା ବ୍ରାହ୍ମଣ ନିନ୍ଦା କରି ନିରତେ ଶିବ ଦୀକ୍ଷା ଧରି। ଶିବର ପଥ ସନାତନ ଯେ ଅବା ଆଚରିବେ ଜନ। ବିଷ୍ଣୁ ନିନ୍ଦନ ଫଳ ପାଉ ଅନ୍ତେ ପାଷଣ୍ଡ ଗତି ହେଉ। ମୈତ୍ରେୟ ଉବାଚ ହେମନ୍ତ ଭୃଗୁ ବାକ୍ୟ ଶୁଣି ସଭାର ମଧ୍ୟଶୂଳ ପାଣି। ଅଳ୍ପ ବିମନା ହୋଇ ଉଠି ଅନଳ ପ୍ରାୟ କୋପ ଦୃଷ୍ଟି। ନିଜ ଗଣଙ୍କୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନେ ବେଗେ।
ଶିବଗମନେ ମୁନିଗଣେ ଆଗମ ନିଗମ ପ୍ରମାଣେ ତଦନ୍ତେ ବିଶ୍ୱସ୍ରଷ୍ଟାମାନେ ସହସ୍ର ବତ୍ସର ପ୍ରମାଣେ ଯଥା ବିଧାନେ ଯଜ୍ଞ ସାରି ସେ ଅବବୃଦ୍ଧ ସ୍ନାନ କରି ପ୍ରୟାଗେ ଯମୁନା ସହିତ ଜାହ୍ନବୀ ହୋଇଛି ମିଳିତ ତହିଁ ସକଳେ ସ୍ନାନ ସାରି ଗମିଲେ ନିଜ ନିଜ ପୁରୀ ବିଷ୍ଣୁ ଚରିତ ସୁଧାରସ କହଇ ଜଗନ୍ନାଥ ଦାସ ଭାଷା ପ୍ରବନ୍ଧେ ଭାଗବତ ଅମୃତ ରସମୟ ଗୀତ ଭାଷା ପ୍ରବନ୍ଧେ ଭାଗବତ ଅମୃତ ରସମୟ ଗୀତ। ହରି ବୋଲ। ଓಂ ନମୋ ଭଗବତେ ବାସୁଦେବାୟ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାଂ ଚତୁର୍ଥ ସ୍କନ୍ଧେ ଦକ୍ଷଶାପ ନାମ ଦ୍ୱିତୀୟୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।